সেটা তো আনুষ্ঠানিক ভাবে হব যা কিছু কেউ হুয়ে বি হয়েছি অতীতে যদি হয়েছি বলে আনুষ্ঠানিক ভাবে হয়েছে ইট ইজ নট ইনস্টিट्यूशनल थिंग দেখা করে ফটো হওয়া পাই যাই পারନ୍ତି যদি ফটো হওয়া পাই যাবে বলে যাই পারନ୍ତି কিଏ ରୋକିବ সেটা ବି ଚାନ୍ସ କମ କାରଣ ସମସ୍ତେ ଇଲେକ୍ସନରେ ମିଶିକି ଆକ୍ଟିଭିଟି କରୁଛନ୍ତି ଆବଶ୍ୟକ ଅନୁଯାୟୀ କରୁଛନ୍ତି ଭବିଷ୍ୟତ କ'ଣ ହବ ତ ମୁଁ ଏବେ ଆଷ୍ଟ୍ରୋଲୋଜର ନୁହଁ ଯେ କହିଦେବି କିନ୍ତୁ ଇଟ୍ ଇଜ୍ ଏ ଅଣ୍ଡରଷ୍ଟାଣ୍ଡିଂ ଗୋଟେ ଡେଭଲପ୍ କରୁଛେ ଯେ ଇସ୍ୟୁ ମାନଙ୍କରେ ଆମେ ଲଢ଼ିବା ଯେମିତି ହର୍ସ ଟ୍ରେଡିଂକୁ ରୋକିବା ପାଇଁ ଜଏଣ୍ଟ ପାର୍ଲାମେଣ୍ଟ ଫେର ଦଳ ବାହାରୁ କ୍ୟାଣ୍ଡିଡେଟ୍ ଗୋଟେ ଭଲ ଡିସିଜନ୍ ହେଇଥିଲା ସେଥିରେ ହର୍ସ ଟ୍ରେଡିଂ ଦ୍ୱାରା ସଫଳ ହେଲା ନାହିଁ କିନ୍ତୁ ହର୍ସ ଟ୍ରେଡିଂକୁ ବହୁତ କାଂଶରେ ରୋକାଗଲା ନହେଲେ ଆହୁରି ଭୟଙ୍କର ହର୍ସ ଟ୍ରେଡିଂ ହେଇଥାନ୍ତା ଗୋଟେ ବି ବିରୋଧୀ ଦଳ ପାଇବାଟା ମୁସ୍କିଲ କରିଥାନ୍ତି ସେମାନେ ତାଙ୍କ କ୍ଷମତାର ଦୁର୍ବ୍ୟବହାର କରି ଜାଣିଛନ୍ତି ପଇସାର ଦୁର୍ବ୍ୟବହାର କରି ଜାଣିଛନ୍ତି ତେଣୁ ଏବେ ଯୋଉଟା ଏତେ ବଡ଼ ଇସ୍ୟୁ 13 ଜଣ ଆଇସିୟୁରେ ମୃତ୍ୟୁବରଣ କରିବାଟା ଛୋଟ କଥା ନୁହଁ ସବୁ ବିରୋଧୀ ଦଳ ରାଜ୍ୟର ଲଢ଼ିଲା ପରେ ବି ସରକାର ନିରୁତ୍ତର ଚୁପ୍ ଏତେ ଅହଙ୍କାର ଏତେ ଗର୍ବ ଏତେ ଅମାନବୀୟ ଶାସନତନ୍ତ୍ରର ଏତେ ମାନବୀୟ ଇରେସ୍ପନ୍ସିଭ୍ ବିହେଭିୟର ହେବା କଥା ନୁହଁ ଯୋଉଟା ହେଇଛି ଗଣତନ୍ତ୍ର ଯଦି ଅପୋଜିସନର ଡିମାଣ୍ଡକୁ ଯୋଉଟା ରଖିଲା ତାକୁ ମାନିବାକୁ ପଡ଼ିବ ଏବେଠୁ କେମିତି କହିବ ଇଫ୍ ଦେୟାର ୱିଲ୍ ବି ପ୍ରପର ଡାୟଲଗ୍ ଯଦି ହେବ ପ୍ରପର ଅଣ୍ଡରଷ୍ଟାଣ୍ଡିଂ ଡେଭଲପ୍ କରିବ ସେଟା ତ ଓପନଲି ହେବ ଆମେ ତ ଲୁକାୟିତ କିଛି କରୁନୁ ଯାହା ହେବ ଓପନଲି ହେବ ମୁଁ କହିସାରିଛି ତୁ ପରେ ଆସିଲୁ ଭୁଲି ଯିବାଟା ବି ଅପରାଧ କେ ଯଦି ହେଇଥାନ୍ତା ଯଦି ଅନୁଷ୍ଠାନିକ କିଛି ଗୋଟେ ହେଇଥାନ୍ତା ଆମେ ମିଟିଂ କରିଥାନ୍ତୁ ଭୁବନେଶ୍ୱରରେ ଯଦି ଅନୁଷ୍ଠାନିକ କିଛି ହେଉଛି କୌଣସି ଗୋଟେ ଡିସିଜନ ମେକିଂର ପାଇଁ ଯଦି ହେଇଥାନ୍ତା ବୋଲେ ଏଠି ସିଏଲ୍ପି ପିସି ପ୍ରେସିଡେଣ୍ଟ ଇନଚାର୍ଜ ସିନିୟର ଲିଡର ବସିକି ଗୋଟେ ନିଷ୍ପତ୍ତି ନେଇଥାନ୍ତେ ସେମାନେ ତାଙ୍କ ଭିତରେ ଦୋସ୍ତି ବିରାଦରୀ କଥା ହେଲେ ବିଶେଷ କରି ଯାଇଛନ୍ତି ଯୋଉମାନେ ଯାଇଥିଲେ ସେଥିରେ ଜଣେ ଦୁଇ ଜଣ ନୂଆ ଅଛନ୍ତି ସାଙ୍ଗ ଦେବା ପାଇଁ ବାକି ତାଙ୍କ ସାଙ୍ଗସାଥି ହିସାବରେ ଯାଇଛନ୍ତି ବୋଲି ସେମାନେ ହିମାଚଳ ଯିବା ଲାଗି ମୋତେ କହୁଥିଲେ ଆମେ ହିମାଚଳ ଯାଇପାରୁ ସେଇ ହିସାବରେ ସେମାନେ ଯାଇଛନ୍ତି କୌଣସି ପ୍ରକାର ଏଭଳିଆ ନାହିଁ ପିସି ସଭାପତି ନଜରରେ ଅଛି ସେମାନେ ଯାଇଛନ୍ତି କିନ୍ତୁ କଥା ହେଉଛି ଏ ଯେଉଁ କଥା ଆପଣ କହୁଛନ୍ତି ସେଇଟା ନୁହଁ ସେଇଟା ତ ଆନୁଷ୍ଠାନିକ ଭାବରେ ହବ ଯାହା କିଛି କେବେ ହୁଏ ବି ହେଇଛି ଅତୀତରେ ଯଦି ହେଇଛି ବୋଲେ ଆନୁଷ୍ଠାନିକ ଭାବରେ ହେଇଛି ଇଟ୍ ଇଜ୍ ନଟ୍ ଇନଷ୍ଟିଟ୍ୟୁସନାଲ ଥିଙ୍ଗ দেখা করে ফটো হওয়া পাই যাই পারନ୍ତି যদি ফটো হওয়া পাই যাবে বলে যাই পারନ୍ତି কিଏ ରୋକିବ সেটা ବି ଚାନ୍ସ କମ କାରଣ ସମସ୍ତେ ଇଲେକ୍ସନରେ ବ୍ୟସ୍ତ ଅଛନ୍ତି ଆମ ଦଳରେ ଗୋଟେ ଯେବେ ବି କୌଣସି ଚେଞ୍ଜ ହୁଏ ତାର ଗୋଟେ ପ୍ରୋସିଜର ଅଛି ପ୍ରଥମେ ତ ଆମେ ଯେବେ କୌଣସି ଜିନିଷ ହୁଏ ଆମ ପାର୍ଟିରେ ଗୋଟେ ପ୍ରୋସିଜର ଅଛି ସେ ପ୍ରୋସିଜରରେ ବୈଠକ ହେବ ମିଟିଂ ହେବ ସେଥିରେ କ'ଣ ଗୋଟେ ନିଷ୍ପତ୍ତି ହେବ ସେଇ ନିଷ୍ପତ୍ତିକୁ ହାଇକମାଣ୍ଡକୁ କମ୍ୟୁନିକେଟ୍ କରାଯାଏ ଦ୍ୟାଟ୍ ଇଜ୍ ଦି ପ୍ରୋସେସ୍ ସେଥିରେ ଏମଏଲ୍ଏ ମାନେ କ'ଣ କରିବେ